ମାନେ ଘଟଣାଟା ଇସ୍ତଫା ଭଳିଆ ଗୁରୁତ୍ୱକୁ ସୂଚାଉଛି। ଯଦି ବର୍ତ୍ତମାନ କ୍ଷମତାର ଗୋଟେ ପ୍ରଭାବ ହେଇଛି, ନିଜ ଆଡ଼ୁ ନୈତିକ ଦୃଷ୍ଟିରୁ କେହି ଇସ୍ତଫା ଦେବେ ନାହିଁ, ଦାୟିତ୍ୱ ମୁଣ୍ଡେଇବେ ନାହିଁ। ଦେଶ ସ୍ତରରେ ଯାହା ହେଇଛି, ଗଣ୍ଡକ ସ୍ତରରେ ସେୟା ହେଇଛି। ତେଣୁ ଏସବୁ ଗୋଟେ ରାଜନୀତିର କୁଶ୍ଚିତ ପରମ୍ପରା ସୃଷ୍ଟି କରିଛି। ନୀତି ନୈତିକତା ଉଚ୍ଚ ନୀତି ନୈତିକତା ଛାଡ଼ିକି ରାଜନୈତିକ ବିଜେପି ଦଳ ସବୁବେଳେ କହୁଛି ଆମେ ଭ୍ୟାଲୁ ବେସ୍ଡ ପଲିଟିକାଲ ପାର୍ଟି ୱିଥ୍ ଏ ଡିଫରେନ୍ସ, ନୀତି ଭଲ ନେତା ଭଲ, ବିଜେପି ଭିତରେ ଦେଖିବା ଚାଲେ। ଏଇ ଯେଉଁ ସ୍ଲୋଗାନ ଦଶନ୍ଧି ଧରି ଦେଉଥିଲେ, ସେ ସ୍ଲୋଗାନ ସବୁ ପାଣିରେ ପଡ଼ିଛି ଏବଂ ନିଜ ଉପରକୁ ପଡ଼ିଲା ବେଳକୁ ନିଜ ଉପରେ ପଡ଼ିଲେ ପ୍ରମାଦ ଗୁରୁଗଣ ଶିରଚ୍ଛେଦ। ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ, ଶୀର୍ଷ ନେତୃମଣ୍ଡଳୀ, ନିଜେ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଏ ଦାୟିତ୍ୱ କାନ୍ଧରେ ଉଠାଉନାହାନ୍ତି। ସେଇଥିପାଇଁ ଏ ଚର୍ଚ୍ଚା ଜୋର ଧରିଛି। ଜଣେ ଇସ୍ତଫା ଦେଇଦେଲେ କାମ ସରିଯାଆନ୍ତା, ଯେହେତୁ ଇସ୍ତଫା ଦେଉନାହାନ୍ତି ସେଥିପାଇଁ ପ୍ରମୁଖ ବିରୋଧୀ ଦଳ ଗଣ ସଂଗଠନ ସମସ୍ତେ ଦାବି କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ, ନିତ୍ୟାନନ୍ଦ ଗଣ୍ଡ ହୁଅନ୍ତୁ, ଯେଉଁମାନେ ଯେଉଁ ବିଭାଗର କମାଣ୍ଡ ସମ୍ଭାଳିଛନ୍ତି ସେ ବିଭାଗ ବିଫଳ ହେଲେ ସ୍ୱାଭାବିକ ଭାବରେ ଲୋକ ଦାବି କରିବେ। ଏ ଦାବିକି ଆହୁରି ଜୋର କରାଯିବ ଏବଂ ଆଗକୁ ଲଢ଼େଇକି ନେବୁ। ଏଇଥିପାଇଁ ଧାରଣା ଆନ୍ଦୋଳନ ହେଉଛି। ଆମେ ଅସୁବିଧାଟା ହେଉଛି ଲୋକ ସବୁ ପଲିଟିକାଲ ଆଟାକ୍ କରେ, ମନ୍ତ୍ରୀ ସବୁ ବୁଝୁନାହିଁ। ସଚିବଙ୍କ ଦାୟିତ୍ୱ ଅଛି, ସଚିବଙ୍କଠୁ ନିର୍ଦ୍ଦେଶକ ଯେ ଆପଣ ବଢ଼ିଆ ପ୍ରଶ୍ନ ହେଲେ। ମନ୍ତ୍ରୀଙ୍କର ଯେତିକି ଗୁରୁ ଦାୟିତ୍ୱ ଅଛି ତାଠୁ ସଚିବ ନିର୍ଦ୍ଦେଶକ ବେଶୀ ଦାୟିତ୍ୱ ଅଛି। ମନ୍ତ୍ରୀଙ୍କ ମୁଣ୍ଡ କାଟ କଥା ଯେତିକି ଉଠିବ, ସଚିବଙ୍କୁ କାମରୁ ବହିଷ୍କାର କରିବା, ନିର୍ଦ୍ଦେଶକଙ୍କୁ କୈଫତ ମାଗିବା, ତାଙ୍କ ଆକ୍ସନ୍ ମାଗିବାଟା ଜରୁରୀ। ଏଇ କଥା ବେଳେ ରାଜନୀତିରେ ଦାନା ଧରେ ନାହିଁ। ପଲିଟିକାଲ ଲୋକ ରାଜନୈତିକ ଗେମ୍ ବାଜି ଖେଳେ। ସେ ମନ୍ତ୍ରୀଙ୍କ କଥା କହୁଛନ୍ତି, ମନ୍ତ୍ରୀ ଯେତିକି ପରିମାଣ ଦାୟୀ, ସେଇ ଦାୟିତ୍ୱରେ ସଚିବ ବିଭାଗୀୟ ସଚିବ, ବିଭାଗୀୟ ନିର୍ଦ୍ଦେଶକ ଏବଂ ତାଙ୍କ ଅଧସ୍ତନ କର୍ମଚାରୀ ଯେଉଁମାନେ ସେ ଦାୟିତ୍ୱ ଥିଲେ ସମସ୍ତଙ୍କ ମୁଣ୍ଡରେ ଖଣ୍ଡା ପଡ଼ିବା ଦରକାର ଏବଂ ଏ ଦାୟିତ୍ୱ ତାପରେ ସୁଚାରୁ ରୂପେ ପାଳନ ହେବ। ଯଦି ସେମାନଙ୍କ ଦରମାରୁ ତାଙ୍କୁ ରିକଭରି କରାହେବ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଭବିଷ୍ୟତରେ ଫଳପ୍ରସୂ ହେବ। ଏଭଳି ଭୁଲ କରିବାକୁ ସୁଯୋଗ ସୃଷ୍ଟି କରିବେ।